साथीगण चक्रवत् परिवर्तन्ते सुखानि च दुखानि च। चक्र चक चक्र अर गोटे अर परे आउ गोटे अर आसे, गोटे मिनिट परे आउ गोटे मिनिट, गोटे घंटा परे आउ गोटे घंटा, गोटे दिन परे आउ गोटे दिन, यही भली समय चक्र बोलुछि। यही समय चक्रर ताले ताले भाग्य बदलुछि। किए चारा गछ से महाद्रुम परिणत होछि तो कौन से महाद्रुम झड़र सम्मुखीन होई उपुड़ी जाउछि। एई तो मनीष जीवन। आसंतु शुणिबा आज दिनर बोले 4 जुलाई मिथुन 20 दिन आषाढ़ 13 दिन शुक्रवार घटना। 4 जुलाई 4 तारीख मिथुन 20 दिन आषाढ़ 13 दिन शुक्रवार 12टा। आजिर सूर्योदय मु भाई कहूची शुक्रवार कथा। आजिर सूर्योदय 5:13 परे, सूर्यास्त 6:29 परे। आज बिछा धनु मीन राशिर घातवार। आज बिछा धनु मीन राशिर घातवार। नवमी तिथि दिन 4:32 जाए। एणु नवमीर एकोदिष्ट और पार्वण श्राद्ध। चित्रा नक्षत्र भोग हेब 4:50 जाए। तुला चंद्र अहोरात्र 4:50 मध्य जन्मित शिशुर चित्रा तुल राशि हेब। चित्रा तुल राशि हेब 4:50 मध्य जन्मित शिशुर राशि चित्रा तुल हेब। अर्थात 14/7 ऊपर 14 तले 7 राशि 14 नक्षत्र। 4:50 परे जात शिशुर 15/7 बोले स्वाति तुला राशि हेब। 4:50 परे जन्मित शिशुर चित्रा तुला राशि हेब। से गला कौन कहली 4:50 मध्य जन्मित शिशुर चित्रा तुला हेब। अर्थात 14/7 हेब। 4:50 परे जात शिशुर 15/7 स्वाति तुल राशि हेब। स्वाति नक्षत्र तुला राशि हेब। अशुभ समय फास्ट राहु काल दिन 10:13 रु 11:52 जाए। 12 काल बेल एक समय पड़ो। दिवा 8:34 रु 11:52 जाए। काल रात्रि 9:10 रु 10:31 जाए। शुभ समय प्रथम अमृत काल बा अमृत बेला सूर्योदय ठारू 6:08 मध्य, 7:02 रु 9:40 जाए। 12:18 रु 3:03 जाए। आउथरे कहदबा अमृत काल शुभ समय सूर्योदय ठारू 6:08 जाए। 9:10 रु 10:31 जाए। कौन आज गणना होगी शुभ समय बोले अमृत काल सूर्योदय ठारू 6:08 जाए। 7:02 रु 9:40 जाए। 12:18 रु 3:40 जाए। राति 7:54 रु 9:21 जाए। महेंद्र बेला राति 10:47 रु 11:31 जाए। शुभ कर्म आज चित्रा और स्वाति नक्षत्रर विवाह पाणी ग्रहण। शुभ कर्म चित्रा और स्वाति नक्षत्रर विवाह पाणी ग्रहण। आज लाउ खाइबा मना। हाँ लाउ खाइबा मना। दिन 4:32 परे कलम शाग खाइबा मना। दिन 4:32 परे कलम शाग खाइबा मना। आज
ସନ୍ଧ୍ୟା ଦର୍ଶନ ଯୋଗ ଆଡ଼ପ ମଣ୍ଡପରେ ଭାଇ ଭଉଣୀ ସହିତ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ହଜାର ଥର ରତ୍ନ ବେଦୀରେ ଦର୍ଶନ କଲେ ସେହି ପୁଣ୍ୟ ମିଳେ। ମାନେ 1000 ରତ୍ନ ବେଦୀ ଇଜ୍ ଇକ୍ୱାଲ୍ ଏକ ଆଡ଼ପ ମଣ୍ଡପ। ଭଗବାନଙ୍କୁ ଆଜି ସନ୍ଧ୍ୟା ଦର୍ଶନ କଲେ ଯଥେଷ୍ଟ ବେଶୀ ପୁଣ୍ୟ ମିଳେ। ଆମେ ଜ୍ଞାତ ଅଜ୍ଞାତରେ ଖୁବ୍ ବେଶୀ ଭୁଲ କରୁଛେ। ସେହି ଭୁଲରୁ ପାପ ହେଉଛି, ପାପରୁ କ୍ଷତି ହେଉଛି। ଚେଷ୍ଟା କରିବା ଆଜି ସନ୍ଧ୍ୟା ଦର୍ଶନ କରିବା ପାଇଁ। ଆଜି ସନ୍ଧ୍ୟା ଦର୍ଶନ ଯୋଗ ଆଜି ଆମେ ଆଡ଼ପ ମଣ୍ଡପରେ ତ୍ରିନାଥଙ୍କୁ ସନ୍ଧ୍ୟା ଦର୍ଶନ କଲେ ଯଥେଷ୍ଟ ମଙ୍ଗଳ ହେବ। ଶାସ୍ତ୍ରରେ ପ୍ରମାଣ ଅଛି, ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ମଧ୍ୟରେ ପଡ଼ୁଥିବା ନବମୀ ତିଥିରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା କାଳୀନ ଦର୍ଶନ କଲେ ତାହା ରତ୍ନ ସିଂହାସନରେ 10,000 ଥର ଦର୍ଶନର ଫଳ ସହ ସମାନ। 10,000 ଥର ରତ୍ନ ସିଂହାସନରେ ବିଭୁ ଚରଣାରବିନ୍ଦକୁ ଦର୍ଶନ କରିବା, ଯାହା 10,000 ଥର ରତ୍ନ ସିଂହାସନରେ ଶ୍ରୀମନ୍ଦିର ଦର୍ଶନ କରିବା, ଯାହା ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଆଜି ଦର୍ଶନ କଲେ ନବମୀ ତିଥିରେ ସେତିକି ପୁଣ୍ୟ ମିଳିଥାଏ। ତେଣୁ 10,000 ଥର ଦର୍ଶନ ଯାହା ରତ୍ନବେଦୀରେ ଆଡ଼ପ ମଣ୍ଡପରେ ତାହା ଥରେ ହେଲେ ଯଥେଷ୍ଟ। ଆଜି କର୍କଟର ମାନସିକ ଦୁଶ୍ଚିନ୍ତା କେମିତି କ'ଣ ହେଇଯିବ, ଗୋଟେ ଆଉ ମନ ଅସ୍ଥିର ହବ। କନ୍ୟାର ବୃଥା ଅର୍ଥ ବ୍ୟୟ, ଜଗି ରଖି ଖର୍ଚ୍ଚ ନ କଲେ କନ୍ୟା ରାଶି ଲୋକମାନେ ହଇରାଣ ହେବେ, ଆର୍ଥିକ ସମସ୍ୟାରେ ପଡ଼ିବେ। ବିଛାର ଅସୁସ୍ଥତା, ତାକୁ ଯାହା ହେଉଛି, ବର୍ଷା ହେଉଛି, ଥଣ୍ଡା ଫଣ୍ଡା ହେବ। କୁମ୍ଭର ଦୁଃଖ, ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ, ସାମାଜିକ। କୁମ୍ଭ ରାଶିର ବ୍ୟକ୍ତି ଅଛନ୍ତି ଅସଂଖ୍ୟ। ତେଣୁ କାହାର କି ଦୁଃଖ ଆସିବ, କାହାର ଶାରୀରିକ, କାହାର ମାନସିକ, କାହାର ଆର୍ଥିକ, କାହାର ପାରିବାରିକ, କାହାର ଲୌକିକ, କାହାର ଦାମ୍ପତ୍ୟ, କାହାର ପୁତ୍ରଜନିତ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ମୀନର ସ୍ୱାସ୍ଥ୍ୟହାନି, ଶରୀର ମାଧ୍ୟମ ଖୋଳଧର୍ମ ସାଧନ ମେଣୁ। ମୀନ ରାଶିର ବ୍ୟକ୍ତିଗଣ ଯଦି ଜଗି ରଖି ଭୋଜନ ନ କରିବେ, ଜଗି ରଖି ଶୟନ ନ କରିବେ, ଜଗି ରଖି ଭ୍ରମଣ ନ କରିବେ, ତାହେଲେ ସ୍ୱାସ୍ଥ୍ୟହାନି ଅବଶ୍ୟ ହେବ। ଅନ୍ୟ ରାଶିମାନଙ୍କର ଶୁଭଯୋଗ ଅଛି, ସେମାନେ ପ୍ରାୟ ହଇରାଣ ହେବେନି। ତା ବୋଲି କ'ଣ ଆମେ ନିଆଁ ବୁଡ଼େଇବା, କଣ୍ଟାରେ ଚାଲିବା, କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବା ସବୁ ଶୁଣିଲା ପରେ? ନାହିଁ, ବୁଝି ବିଚାରି କାମ କଲେ ବିପଦ ନ ପଡ଼ଇ ଭଲେ। ଆଜି ରବି ମିଥୁନରେ, ଚନ୍ଦ୍ର ତୁଳାରେ, ମଙ୍ଗଳ ସିଂହରେ, ବୁଧ କର୍କଟରେ, ଗୁରୁ ମିଥୁନରେ, ଶୁକ୍ର ବୃଷରେ, ଶନି ମୀନରେ, ରାହୁ କୁମ୍ଭରେ, କେତୁ ସିଂହରେ ରହିବେ। ଚିତ୍ରା ତୁଳା, ମୀନ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା। ମୀନ ରାଶିର ପୁରା ଅଷ୍ଟମ ଚନ୍ଦ୍ର, ମୀନ ରାଶି ଅଷ୍ଟମ ଚନ୍ଦ୍ର, ତେଣୁ ହୁସିଆର। ମୀନ ରାଶିର ଅଷ୍ଟମ ଚନ୍ଦ୍ର। ବିଛା ରାଶିର ଦ୍ୱାଦଶ ଚନ୍ଦ୍ର, ସାବଧାନ। ବିଛା ଆଉ ମୀନ, ମୀନର ଅଷ୍ଟମ ଚନ୍ଦ୍ର, ବିଛାର ଦ୍ୱାଦଶ ଚନ୍ଦ୍ର, ହୁସିଆର ଟିକେ। ଏଇ ଦୁଇଟା ଚନ୍ଦ୍ରଟେ ଗଣ୍ଡଗୋଳ କରନ୍ତି ବିଶେଷ କରି। ହଉ ବନ୍ଧୁ, ଆସନ୍ତାକାଲି ଆମେ ପୁଣି ଭେଟଘାଟ ହେବା ଯଦି ଈଶ୍ୱର ଚାହାନ୍ତି, ନହେଲେ ନା।
ନମସ୍କାର ରହିଲି।